Hello everyone, welcome to School Plus Computer Subject ର କ୍ଲାସ୍ ନମ୍ବର 10 କୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଯୋଉଥିରେ କି ଆମେମାନେ ଚାପ୍ଟର 3 ଯୋଉଟାକି ଆମର ହାର୍ଡୱେୟାର ଅଫ୍ କମ୍ପ୍ୟୁଟରର ଆଉ 30ଟା MCQ ଆମେମାନେ ପ୍ରାକ୍ଟିସ୍ କରିବା ଯୋଉଟାକି ଆମର NCERT ବେସ୍ଡ MCQ ଯୋଉଟାକି ଆପଣମାନଙ୍କର ଆଗାମୀ AT ଯୋଉଟାକି ଆସିଷ୍ଟାଣ୍ଟ ଟିଚର ଯୋଉଟାକି ଆମର ଜୁନିୟର ଟିଚର ରେଗୁଲାର ପୋଷ୍ଟ ଏବଂ ତା ସହିତ OTET CT RST ଏବଂ ତା ସହିତ ଅଲ୍ ଟିଚିଂ ଜବ୍ ତା ସହିତ OSSC ଓ SSS ଅଣ୍ଡରରେ ଯାହା ବି ଗଭର୍ଣ୍ଣମେଣ୍ଟ ଏକ୍ଜାମ ହଉନା କାହିଁକି ଯଦି ସେଇ ଏକ୍ଜାମର ସିଲାବସରେ କମ୍ପ୍ୟୁଟର ଅଛି ଆପଣମାନେ ଦେଖିବେ ସବୁ ଗଭର୍ଣ୍ଣମେଣ୍ଟ ଏକ୍ଜାମର ସିଲାବସରେ କମ୍ପ୍ୟୁଟର ଅଛି ତ ସେଥିପାଇଁ ଆପଣମାନେ ବିନା ଡାଉଟରେ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖିବେ ବିନା ସ୍କିପ୍ କରି ଦେଖିବେ ମୋର ଆଶା ଆପଣମାନେ ସବୁ କ୍ୱେଶ୍ଚିନ୍କୁ ଏବଂ ସବୁ ଅପସନ୍କୁ ଠିକ୍ ଭାବରେ ବୁଝିପାରିବେ ଏବଂ ଆପଣମାନଙ୍କର ପ୍ରିପାରେସନ୍ ଲେବୁଲ୍ ବହୁତ ପିକ୍ ଲେଭେଲକୁ ନେଇକି ଯାଆନ୍ତୁ କାହିଁକିନା ଏଠି ବହୁତ ଶୀଘ୍ର ଆସୁଛି ଆଉ ଭିଡ଼ିଓକୁ ଫାଷ୍ଟ ଟୁ ଲାଷ୍ଟ ଯାଏଁ ଦେଖିବେ ଭିଡ଼ିଓକୁ ଲାଇକ୍ କରିଦେବେ ଚ୍ୟାନେଲକୁ ନୂଆ ଥିଲେ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରିବେ ଯଦ୍ୱାରା କି ମୁଁ ଯାହା ବି କିଛି ନୂଆ ଭିଡ଼ିଓ ଅପଲୋଡ଼ କରିବି ଆପଣମାନେ ତାର ଫାଷ୍ଟ ନୋଟିଫିକେସନ୍ ପାଇପାରିବେ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା ପ୍ରଥମ କ୍ୱେଶ୍ଚିନ୍ ଆପଣମାନେ ଦେଖିପାରୁଥିବେ ତ ଅଛି ଫାଷ୍ଟ କ୍ୱେଶ୍ଚିନ୍ କହିଛି ହ୍ୱାଟ୍ ଇଜ୍ ଦ ଫୁଲ୍ ଫର୍ମ ଅଫ୍ USB ହେଲା ତ କହିଛି USB ର ଫୁଲ୍ ଫର୍ମ କ'ଣ ତ ଅପସନ୍ ଅଛି ୟୁନିଭର୍ସାଲ ସିରିଏଲ ବସ୍ ତ ତାପରେ ଅପସନ୍ ବି ଅଛି ୟୁନିଭର୍ସ ସିରିଏଲ ବସ୍ ଅପସନ୍ ସି ଅଛି ୟୁନିଫର୍ମ ସିରିଏଲ ବସ୍ ଅପସନ୍ ଡି ଅଛି ୟୁନିଫର୍ମ ସିରିଏଲ ବସେସ୍ ଦେଖନ୍ତୁ ଆମର USB ର ଫୁଲ୍ ଫର୍ମ କ'ଣ ସେ ଆପଣମାନଙ୍କୁ ପଚାରିଛି ଯୋଉଟାକି ସଠିକ ଆନ୍ସର ହବ ଅପସନ୍ ଏ ଯୋଉଟାକି ୟୁନିଭର୍ସାଲ ସିରିଏଲ ବସ୍ ହେଲା ଆମର USB ଯୋଉଟାକି ଆମର ଟୁ ଟାଇପର ଅଛି ଗୋଟେ ହଉଛି ପାରାଲାଲ ପୋର୍ଟ ଆଉ ଗୋଟେ ହଉଛି ସିରିଏଲ ପୋର୍ଟ ହେଲା ପାରାଲାଲ ପୋର୍ଟ ଆମେ କାହାକୁ କହିବା ନା ଆମର ସେଇ ପୋର୍ଟରେ ଆମର 8ଟା ବା 8ରୁ ଅଧିକ ଆମର ୱାୟାର ଥାଏ ବା ତାର ଥାଏ ଏବଂ ଆଉ ସିରିଏଲ ପୋର୍ଟରେ କେବଳ ଗୋଟେ ହିଁ ତାର ଥାଏ ବୁଝିପାରିଲେ ତ ପରବର୍ତ୍ତୀ ଆମେ କ୍ୱେଶ୍ଚିନକୁ ଯିବା ପରବର୍ତ୍ତୀ କ୍ୱେଶ୍ଚିନକୁ ଯିବା କହିଛି ହ୍ୱାଟ୍ ଇଜ୍ ଦ ଅଡିଓ କୋଡିଂ ଫର୍ମାଟ୍ ଫର୍ ଡିଜିଟାଲ ଅଡିଓ ମାନେ ସେ ଆପଣମାନଙ୍କୁ କହିଛି କି ଡିଜିଟାଲ ଅଡିଓର ଏକ୍ସଟେନସନ କ'ଣ ଆପଣମାନଙ୍କୁ ସେ ପଚାରିଛି ତ ଅପସନ୍ ଅଛି MP3 MP4 EXE W ମାନେ ୱିନ୍ ତ ସଠିକ ଆନ୍ସର କ'ଣ ହବ ଡିଜିଟାଲ ଅଡିଓର ଏକ୍ସଟେନସନ କ'ଣ ହବ ନା ଆମର ଅପସନ୍ ଏ ଯୋଉଟାକି MP3 ଆଉ ଯଦି ଆପଣମାନଙ୍କୁ ପଚାରିଥାନ୍ତା ଭିଡିଓ ଫୋଲ୍ଡରର କୋଡିଂ କ'ଣ ତ ଆପଣମାନେ କହିଥାନ୍ତେ MP4 ହେଲା ଯେହେତୁ ଏଠି ଆପଣମାନଙ୍କୁ ପଚାରିଥିଲା ଅଡିଓ କୋଡିଂର ତ ସେଥିପାଇଁ ଆପଣମାନଙ୍କର ଅପସନ୍ ଏ ହେଇଯିବ ସଠିକ ଆନ୍ସର ହେଲା ତ ପରବର୍ତ୍ତୀ ଆମେ କ୍ୱେଶ୍ଚିନକୁ ଯିବା ପରବର୍ତ୍ତୀ କ୍ୱେଶ୍ଚିନ କହିଛି ଦ ଇନପୁଟ ଅର୍ ଆଉଟପୁଟ ଡିଭାଇସେସ୍ ଦ୍ୟାଟ୍ ଆର୍ ଆଟାଚ୍ଡ externally to the computer machine are also called ମାନେ ସେ ଆପଣମାନଙ୍କୁ ପଚାରିଛି ଆମର କମ୍ପ୍ୟୁଟର ସିଷ୍ଟମରେ ବା କମ୍ପ୍ୟୁଟର ମେସିନରେ ବା ଯାହା ବି କିଛି କମ୍ପ୍ୟୁଟରକୁ ଛାଡ଼ିକି ଆଉ ସବୁ ଯାହା ବି ଇନପୁଟ ହଉ କି ଆଉଟପୁଟ ହଉ ଯୋଉ ଯାହା ବି କିଛି ଡିଭାଇସ୍ ଗୁଡ଼ିକ ସବୁ ଆଟାଚ୍ ହେଇକି ଥାଏ ତ ତାକୁ ଆମେ କ'ଣ କହିଥାନ୍ତି ତ ଅପସନ୍ ଅଛି ଆଉଟର ଡିଭାଇସ୍ ଇନର ଡିଭାଇସ୍ ପେରିଫେରାଲ ଡିଭାଇସ୍ ନା ଇନପୁଟ ଆଉଟପୁଟ ଡିଭାଇସ୍ ତ ସଠିକ ଆନ୍ସର କ'ଣ ହବ ନା ଆମର ଅପସନ୍ ସି ହେଇଯିବ ସଠିକ ଆନ୍ସର ଯୋଉଟାକି ପେରିଫେରାଲ ଡିଭାଇସ୍ ହେଲା ଯେମିତି ଆମର ପ୍ରିଣ୍ଟର ହେଲା ସ୍କାନର ହେଲା ହେଡଫୋନ୍ ହେଲା ଇୟରଫୋନ୍ ହେଲା ଆଉ ଆମର ସ୍ପିକର ହେଲା ଯାହା ବି ସବୁ ଥାଏ କମ୍ପ୍ୟୁଟରକୁ ଛାଡ଼ିକି ତ ସେମାନଙ୍କୁ ଆମେ କହିଥାନ୍ତି କ'ଣ ନା ପେରିଫେରାଲ ଡିଭାଇସ୍ ଓକେ ପରବର୍ତ୍ତୀ ଆମେ କ୍ୱେଶ୍ଚିନକୁ ଯିବା କହିଛି ଏନି କମ୍ପୋନେଣ୍ଟ ଅଫ୍ ଦ କମ୍ପ୍ୟୁଟର ୟୁ କ୍ୟାନ୍ ସି ଆଣ୍ଡ ଟଚ୍ ଇଜ୍ ମାନେ ସେ କହିଛି କି କମ୍ପ୍ୟୁଟର ସିଷ୍ଟମରେ ଯୋଉ ସବୁ କମ୍ପୋନେଣ୍ଟ ଗୁଡ଼ିକୁ ଆମେମାନେ ଦେଖିଥାନ୍ତି ବା ଦେଖିପାରିବା ଏବଂ ଛୁଇଁ ପାରିବା ସେଇ ସବୁ କମ୍ପ୍ୟୁଟର ମାନେ କମ୍ପୋନେଣ୍ଟକୁ ଆମେ କ'ଣ କହିଥାନ୍ତି ତ ଅପସନ୍ ଅଛି ସଫ୍ଟୱେୟାର ପେରିଫେରାଲ ଷ୍ଟୋରେଜ CPU ହାର୍ଡୱେୟାର ତ ସଠିକ ଆନ୍ସର କ'ଣ ହବ ଯୋଉଟାକି ସଠିକ ଆନ୍ସର ହବ ଆମର ଅପସନ୍ କ'ଣ ହବ ନା ଅପସନ୍ ଏ ଯୋଉଟାକି ହାର୍ଡୱେୟାର ହେଲା ଓକେ ତ ଅପସନ୍ ଏ ୱିଲ୍ ବି ରାଇଟ୍ ଆନ୍ସର ତ ପରବର୍ତ୍ତୀ କ୍ୱେଶ୍ଚିନ କହିଛି ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ନଟ୍ ଏ ହାର୍ଡୱେୟାର ଆମର ଚାରିଟାଙ୍କ ଅପସନ୍ ମଧ୍ୟରୁ କୋଉଟା ଗୋଟେ ହାର୍ଡୱେୟାର ନୁହେଁ କୋଉଟା ହେଲା ତ ଫାଷ୍ଟ ଅପସନ୍ ଅଛି ପ୍ରୋସେସର ଚିପ୍ ଅପସନ୍ ବି ପ୍ରିଣ୍ଟର ଅପସନ୍ ସି ମାଉସ୍ ଅପସନ୍ ଡି ଜାଭା ତ ସଠିକ ଆନ୍ସର କ'ଣ ହବ ଦେଖନ୍ତୁ ପ୍ରୋସେସର ଚିପ୍
ପ୍ରିଣ୍ଟର ଆଣ୍ଡ ମାଉସ୍ ସବୁ ଗୋଟେ ଗୋଟେ ହାର୍ଡୱେୟାର। ଆମେ ତାକୁ ସେଇ ସବୁ ଡିଭାଇସ୍ ଗୁଡ଼ିକୁ ଆମେ ଦେଖିପାରିବା ଏବଂ ତା ସହିତ ଛୁଇଁପାରିବା। କିନ୍ତୁ ଜାଭା ଗୋଟେ ଲାଙ୍ଗୁଏଜ, ତାକୁ ଆମେ ଛୁଇଁପାରିବା ନାହିଁ। ତ ସେଥିପାଇଁ ଆମର ଜାଭାଟା ଗୋଟେ ହାର୍ଡୱେୟାର ହେବ ନାହିଁ। ତ ଏଠି ଆପଣମାନଙ୍କୁ ନଟ୍ ଯେହେତୁ ପଚାରିଥିଲା, ସେଥିପାଇଁ ଆମର ଅପସନ୍ ଡି ହେଇଯିବ ସଠିକ୍ ଆନ୍ସର। ଓକେ, ତ ପରବର୍ତ୍ତୀ ଆମେ କ୍ୱେଶ୍ଚିନ୍କୁ ଯିବା। କହିଛି ଏ ଡ୍ୟାସ୍ ଡିଭାଇସ୍ ଇଜ୍ ଏନି ହାର୍ଡୱେୟାର କମ୍ପୋନେଣ୍ଟ that allows you to enter data and instruction into a computer। ହେଲା, ଦେଖନ୍ତୁ ସେଠି ପଚାରିଛି ଆମେ ଯାହା ଯୋଉ ଡିଭାଇସ୍ ମାଧ୍ୟମରେ, ସେଟା ଗୋଟେ ହାର୍ଡୱେୟାର ଡିଭାଇସ୍, ଯାହା ମାଧ୍ୟମରେ ଆମେ ମାନେ କ'ଣ କରିଥାନ୍ତି ନା ଆମେ ମାନେ କମ୍ପ୍ୟୁଟରକୁ ଡାଟା ଏଣ୍ଟର କରିଥାନ୍ତି ବା କମ୍ପ୍ୟୁଟରକୁ ଆମେ ମାନେ ଇନଷ୍ଟ୍ରକ୍ସନ ଦେଇଥାନ୍ତି, ତାକୁ ଆମେ କୋଉ ଟାଇପର ଡିଭାଇସ୍ କହିଥାନ୍ତି। ତ ଅପସନ୍ ଅଛି ଇଣ୍ଟରାକ୍ସନ ଡିଭାଇସ୍, ଅପସନ୍ ବି ଇନପୁଟ ଡିଭାଇସ୍, ଅପସନ୍ ସି କମ୍ୟୁନିକେସନ ଡିଭାଇସ୍, ନା ଅପସନ୍ ଇ ଆଉଟପୁଟ୍ ନା ଟର୍ମିନାଲ। ତ ସଠିକ୍ ଆନ୍ସର କ'ଣ ହବ? ଯୋଉଟାକି ସଠିକ୍ ଆନ୍ସର ହେଇଯିବ ଇନପୁଟ। ହେଲା, ଇନପୁଟ ଡିଭାଇସ୍ ମାଧ୍ୟମରେ, ଇନପୁଟ ଡିଭାଇସ୍ ଗୁଡ଼ିକ ସବୁ ଗୋଟେ ଗୋଟେ କ'ଣ ନା ହାର୍ଡୱେୟାର କମ୍ପୋନେଣ୍ଟ, ଯାହା ମାଧ୍ୟମରେ ଆମେ ମାନେ ସବୁ କମ୍ପ୍ୟୁଟରକୁ ସବୁ ଡାଟା ଏଣ୍ଟର କରିଥାନ୍ତି ଏବଂ ତା ସହିତ କମ୍ପ୍ୟୁଟରକୁ ଆମେ ମାନେ ଇନଷ୍ଟ୍ରକ୍ସନ ମଧ୍ୟ ଦେଇଥାନ୍ତି। ତ ଆମର ଅପସନ୍ ବି ୱିଲ୍ ବି ରାଇଟ୍ ଆନ୍ସର। ପରବର୍ତ୍ତୀ କ୍ୱେଶ୍ଚିନ୍ କହିଛି କମ୍ପ୍ୟୁଟର ଗେଟ୍ସ ଡ୍ୟାସ୍ ୱିଥ୍ ଦ ହେଲ୍ପ ଅଫ୍ ମାଉସ୍, ଜୟଷ୍ଟିକ୍ ଅର୍ କିବୋର୍ଡ। କମ୍ପ୍ୟୁଟରକୁ ଆମେ ମାନେ ମାଉସ୍, ଜୟଷ୍ଟିକ୍ ଏବଂ କିବୋର୍ଡ ମାଧ୍ୟମରେ ସବୁ ଡାଟା ଗୁଡ଼ିକୁ କ'ଣ କରିଥାନ୍ତି? ତ ଅପସନ୍ ଅଛି ଇନସର୍ଟ କରିଥାନ୍ତି, ଡିଲିଟ୍ କରିଥାନ୍ତି, ନା ଇନପୁଟ ନା ଆଉଟପୁଟ୍ କ'ଣ କରିଥାନ୍ତି? ନା ଆମ କମ୍ପ୍ୟୁଟର ସିଷ୍ଟମରେ ମାଉସ୍ ମାଧ୍ୟମରେ, ଜୟଷ୍ଟିକ୍ ମାଧ୍ୟମରେ ଆଉ କିବୋର୍ଡ ମାଧ୍ୟମରେ ଆମେ ମାନେ କ'ଣ କରିଥାନ୍ତି? ଆମେ କରିଥାନ୍ତି ଇନପୁଟ। ହେଲା, ତ ଅପସନ୍ ସି ୱିଲ୍ ବି ରାଇଟ୍ ଆନ୍ସର। ତ ପରବର୍ତ୍ତୀ ଆମେ କ୍ୱେଶ୍ଚିନ୍କୁ ଯିବା। କହିଛି the most common method of entering text and numerical data into a computer system is through the use of a। କୁହନ୍ତୁ ମତେ ସଠିକ୍ ଆନ୍ସର କ'ଣ ହବ? ଆମେ ମାନେ ଯୋଉଟା କମନ ମେଥଡ, ଯାହା ମାଧ୍ୟମରେ ଆମେ ମାନେ ସବୁ ଟେକ୍ସଟ ହେଲା, ନ୍ୟୁମେରିକାଲ ଡାଟା ଗୁଡ଼ିକ ସବୁ ହେଲା, କ'ଣ କରନ୍ତି ନା ଆମେ କମ୍ପ୍ୟୁଟରକୁ ଆମେ ମାନେ ଏଣ୍ଟର କରନ୍ତି। ତ ତାକୁ ଆମେ କ'ଣ କହିଥାନ୍ତି? ସେଇ ଡିଭାଇସକୁ ଆମେ କ'ଣ କହିଥାନ୍ତି? ଯଦି ଆମେ ମାନେ କମ୍ପ୍ୟୁଟର ସିଷ୍ଟମରେ କୌଣସି ଗୋଟେ ଟେକ୍ସଟ ହଉ କି ଆମ ନ୍ୟୁମେରିକାଲ ଡାଟା ଆମେ ପୁଟ୍ କରିବା ବା ଇନପୁଟ ଦେବା, ତେବେ ଆମେ ମାନେ କୋଉ ଡିଭାଇସ୍ ମାଧ୍ୟମରେ ଦେବା? ତ ଅପସନ୍ ଅଛି ପ୍ଲଟର, ସ୍କାନର, ପ୍ରିଣ୍ଟର, କିବୋର୍ଡ, ନା ନନ୍ ଅଫ୍ ଦ ଏଭବ। ତ ସଠିକ୍ ଆନ୍ସର କ'ଣ ହବ ନା ଅପସନ୍ ଇ ଡି, ଯୋଉଟା କି ଆମର କିବୋର୍ଡ। ହେଲା, କିବୋର୍ଡ ମାଧ୍ୟମରେ ଆମେ ମାନେ କମ୍ପ୍ୟୁଟର ସିଷ୍ଟମରେ ସବୁ ଟେକ୍ସଟ ହେଲା, ନ୍ୟୁମେରିକାଲ ଡାଟା ହେଲା, ସବୁ କିଛି ଆମେ ମାନେ ଇନପୁଟ ଦେଇଥାନ୍ତି। ଓକେ, ଯୋଉଟା କି ଗୋଟେ କମନ ମେଥଡ ଅଟେ। ପରବର୍ତ୍ତୀ କ୍ୱେଶ୍ଚିନ୍କୁ ଯିବା। କହିଛି ୟୁ କ୍ୟାନ୍ ୟୁଜ୍ ଦ ଟ୍ୟାବ୍ କି ଟୁ। ଆମେ ମାନେ କମ୍ପ୍ୟୁଟର ସିଷ୍ଟମରେ ବା କମ୍ପ୍ୟୁଟର କିବୋର୍ଡରେ ଯୋଉ ଟ୍ୟାବ୍ କିଟାକୁ ଆମେ ମାନେ କ'ଣ ପାଇଁ ୟୁଜ୍ କରିଥାନ୍ତି? ତ ଅପସନ୍ ଅଛି ମୁଭ୍ ଏ କର୍ସର ଆକ୍ରସ୍ ଦ ସ୍କ୍ରିନ୍, ନା ଅପସନ୍ ବି ଇଣ୍ଡେଣ୍ଟ ଏ ପାରାଗ୍ରାଫ, ମୁଭ୍ ଦ କର୍ସର ଡାଉନ୍ ଦ ସ୍କ୍ରିନ୍, ଅପସନ୍ ଡି ଯୋଉଟା କି ବୋଥ୍ ଏ ଆଣ୍ଡ ବି, ନା ନନ୍ ଅଫ୍ ଦ ଏଭବ। ଦେଖନ୍ତୁ ଆମେ ମାନେ କିବୋର୍ଡରେ ଟ୍ୟାବ୍ କିକୁ ଏଥିପାଇଁ ୟୁଜ୍ କରିଥାନ୍ତି ନା କ'ଣ ପାଇଁ? ନା ଆମର ଅପସନ୍ ବି ଯୋଉଟା କି ଇଣ୍ଡେଣ୍ଟ ଏ ପାରାଗ୍ରାଫ। ହେଲା, ଯୋଉଟା କି ଆପଣମାନଙ୍କୁ ମୁଁ ମାନେ ପୁରା ପୂର୍ବ ଭିଡ଼ିଓରେ ପୁରାପୁରି ପ୍ରାକ୍ଟିକାଲ କରିକି ଦେଖେଇଥିଲି। ଓକେ, ତ ମୋର ଆଶା ଆପଣମାନେ ସମସ୍ତେ ପୂର୍ବ ଭିଡ଼ିଓକୁ ଦେଖିଥିବେ ଏବଂ ତା ସହିତ ମୁଁ କହି ରଖିବି 2023 ମସିହାରେ ଯୋଉ ବି କିଛି ଜିଟି ଏକ୍ଜାମ ହେଇଥିଲା, ସବୁ ସିଫ୍ଟ ୱାଇଜ୍ ଏବଂ ସବଜେକ୍ଟ ୱାଇଜ୍ ମାରାଥନ କ୍ଲାସ୍ ଅଲରେଡି ଏହି ଚ୍ୟାନେଲରେ ଆଭେଲେବଲ ଅଛି, ପ୍ଲେ ଲିଷ୍ଟରେ ଆଭେଲେବଲ ଅଛି। ଯଦି ଆପଣମାନେ ଦେଖିନାହାନ୍ତି ଯାଇକି ଦେଖନ୍ତୁ। ତ ପରବର୍ତ୍ତୀ ଆମେ କ୍ୱେଶ୍ଚିନ୍କୁ ଯିବା। କହିଛି ଟୁ ମୁଭ୍ ଟୁ ଦ ବିଗିନିଂ ଅଫ୍ ଦ ଲାଇନ୍ ଅଫ୍ ଟେକ୍ସଟ ପ୍ରେସ୍ ଦ ଡ୍ୟାସ୍ କି। ଯଦି ଆମେ ମାନେ ହେଲା ଗୋଟେ ମାନେ ଗୋଟେ ଲାଇନର ହେଲା ଫାଷ୍ଟକୁ ଯିବା, ଗୋଟେ ଟେକ୍ସଟ ଲାଇନର ଆମେ ମାନେ ବିଗିନିଂ ବା ଫାଷ୍ଟକୁ ଯିବା, ତେବେ ଆମେ ମାନେ କୋଉ କିକୁ ପ୍ରେସ୍ କରିବା? ତ ଅପସନ୍ ଅଛି ପେଜ ଅପ୍, ଶିଫ୍ଟ, ହୋମ୍, ନା ଏଣ୍ଟର। ଆମେ ମାନେ କୋଉ କିକୁ ୟୁଜ୍ କରିବା ଯଦ୍ୱାରା କି ଗୋଟେ ଲାଇନର ଫାଷ୍ଟକୁ ଆମେ ମାନେ ଯାଇପାରିବା? ତ ସଠିକ୍ ଆନ୍ସର ହେଇଯିବ ଅପସନ୍ ସି, ଯୋଉଟା କି ହୋମ୍ କି। ଯଦି ଆମେ ମାନେ ଆମର କିବୋର୍ଡରେ ଯଦି ଆମେ ମାନେ ହୋମ୍ କିକୁ ପ୍ରେସ୍ କରିବା, ତେବେ ଆମେ ମାନେ ଗୋଟେ ଟେକ୍ସଟ ଲାଇନର ବିଗିନିଂ ବା ଫାଷ୍ଟକୁ ଯାଇପାରିବା। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚିନ୍କୁ ଯିବା। କହିଛି ଦ ଡ୍ୟାସ୍ କି ୱିଲ୍ ଲଞ୍ଚ ଦ ଷ୍ଟାର୍ଟ ବଟମ୍। ହେଲା, ଆମେ ମାନେ କିବୋର୍ଡରେ କୋଉ କିକୁ ମାନେ ଷ୍ଟାର୍ଟ ବଟମ୍ ଭାବରେ ୟୁଜ୍ କରିଥାଉ?
ତ ଅପସନ୍ ଅଛି ଏସ୍କେପ୍, ସିପ୍, ୱିଣ୍ଡୋ ନା ସର୍ଟକଟ୍। ତ ଅପସନ୍ ସି ହେଇଯିବ ସଠିକ ଆନ୍ସର, ଯୋଉଟା କି ଆମର ୱିଣ୍ଡୋ ହେଲା। କିବୋର୍ଡରେ ୱିଣ୍ଡୋ ବଟନକୁ ଆମେ ଷ୍ଟାର୍ଟ ବଟନ ଭାବରେ ୟୁଜ କରିଥାନ୍ତି ହେଲା। ପରବର୍ତ୍ତୀ କ୍ୱେଶ୍ଚନ କହିଛି ସ୍ପେସ୍ ବାର୍ ଇଜ ୟୁଜ୍ଡ ଫର। ଆମେ ସ୍ପେସ୍ ବାର୍ କୁ କଣ ପାଇଁ ୟୁଜ କରିଥାନ୍ତି ନା ଆମେ ସ୍ପେସ୍ ଦେବା ପାଇଁ ହେଲା। ଅପସନ୍ ଏ ହେଇଯିବ ସଠିକ ଆନ୍ସର ହେଲା। ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା, କହିଛି in a keyboard left right up down set of key facilitates which among the following function ହେଲା। ସେ କହିଛି କିବୋର୍ଡ ଯୋଉ ଆମର ଲେଫ୍ଟ ରାଇଟ୍ ଅପ୍ ଡାଉନ୍ ଯୋଉ ଆମର କିଟା ଅଛି, କି ଗୁଡା ଅଛି, ସେ ସେଟ୍ ଅଫ୍ କି କୁ ମାନେ ସେଇ ଯୋଉ କି ମାଧ୍ୟମରେ ଆମେ ମାନେ କଣ କରିପାରିବା ହେଲା। ତ ଅପସନ ଅଛି ଡିଲେଟିଂ ଡାଟା ଅର୍ ମଡିଫିକେସନ, ଅପସନ ବି ଅଛି ପେଜ ସ୍କ୍ରୋଲିଂ ଟୁ ଭ୍ୟୁ ଏ ଡକ୍ୟୁମେଣ୍ଟ, ଅପସନ ସି ଅଛି ଲଞ୍ଚିଂ ଷ୍ଟାର୍ଟ ମେନୁ, ଅପସନ ଡି ଅଛି ଇନିସିଏଟିଂ ସର୍ଚ୍ଚ ଆଣ୍ଡ ହେଲ୍ପ, ଅପସନ ଡି ଅଛି କଣ୍ଟ୍ରୋଲିଂ ରାମ୍ ଅର୍ ପ୍ରେସ୍ ଏକ୍ଜିକ୍ୟୁସନ। ତ ସଠିକ ଆନ୍ସର କଣ ହବ ନା ଆମେ ମାନେ କିବୋର୍ଡରେ ଲେଫ୍ଟ ରାଇଟ୍ ଆଣ୍ଡ ଅପ୍ ଡାଉନ୍ ବଟନକୁ ୟୁଜ କରିକି ଆମେ ମାନେ ଗୋଟେ ଡକ୍ୟୁମେଣ୍ଟକୁ ସ୍କ୍ରୋଲ କରିକି ଉପର ତଳ ମାନେ ଲେଫ୍ଟ ରାଇଟ୍ ଯାହା ବି ପେଜ ଥିବ ତାକୁ ଆମେ ମାନେ ଦେଖି ପାରିଥାନ୍ତି ହେଲା। ସେଥିପାଇଁ ଆମେ ମାନେ ଅପସନ ବି ହେଇଯିବ ସଠିକ ଆନ୍ସର ହେଲା, ପେଜ ସ୍କ୍ରୋଲିଂ ଟୁ ଭ୍ୟୁ ଏ ଡକ୍ୟୁମେଣ୍ଟ। ଓକେ, ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା, କହିଛି ପଏଣ୍ଟିଂ ଡିଭାଇସ୍ ଇନକ୍ଲୁଡ୍ସ ଦ ଫଲୋଇଂ ଏକ୍ସେପ୍ଟ। ମାନେ ସେ କହିଛି କି ଚାରିଟାଙ୍କ ଅପସନ ମଧ୍ୟରୁ ଆମର କୋଉ ଡିଭାଇସ ଟା ଗୋଟେ କଣ ନା ପଏଣ୍ଟିଂ ଡିଭାଇସ ହେବ ନାହିଁ। ତ ଅପସନ ଅଛି ମାଉସ, ଜୟଷ୍ଟିକ୍, ଟ୍ରାକବଲ ନା କିବୋର୍ଡ। ତ ସଠିକ ଆନ୍ସର କଣ ହବ, ଯୋଉଟା କି ସଠିକ ଆନ୍ସର ହବ ଅପସନ ଡି, ଯୋଉଟା କି କିବୋର୍ଡ ଗୋଟେ ପଏଣ୍ଟିଂ ଡିଭାଇସ ନୁହଁ, କିନ୍ତୁ ମାଉସ ହେଲା, ଜୟଷ୍ଟିକ୍ ହେଲା, ଟ୍ରାକ ବଲ ହେଲା, ସବୁ ଗୋଟେ ଗୋଟେ ପଏଣ୍ଟିଂ ଡିଭାଇସ। ଓକେ, ଏଠି ଯେହେତୁ ଆପଣମାନଙ୍କୁ ଏକ୍ସେପ୍ଟ ପଚାରିଥିଲା ସେଥିପାଇଁ କିବୋର୍ଡ ହେଇଗଲା ସଠିକ ଆନ୍ସର ହେଲା। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ହ୍ୱାଟ ଟାଇପ ଅଫ ଡିଭାଇସ ଇଜ ଏ କମ୍ପ୍ୟୁଟର ମାଉସ। କମ୍ପ୍ୟୁଟର ମାଉସ ଗୋଟେ କୋଉ ଟାଇପ ର ଡିଭାଇସ ଅଟେ। ତ ଅପସନ ଅଛି ଷ୍ଟୋରେଜ, ଆଉଟପୁଟ, ଇନପୁଟ, ଇନପୁଟ ଅର ଆଉଟପୁଟ ନା ସଫ୍ଟୱେୟାର। ସମସ୍ତେ ଜାଣିଛନ୍ତି, ମତେ ଏଟା କମେଣ୍ଟରେ ଜଣେଇବେ। ପରବର୍ତ୍ତୀ କ୍ୱେଶ୍ଚନ କହିଛି ହ୍ୱିଚ୍ ଅଫ ଦିସ୍ ଇଜ ଏ ପଏଣ୍ଟିଂ ଆଣ୍ଡ ଏ ଡ୍ର ଡିଭାଇସ। ଆମେ ମାନେ ପାଞ୍ଚଟା ଅପସନ ମଧ୍ୟରୁ ଆମର କୋଉ ଡିଭାଇସ ମାଧ୍ୟମରେ, ଯୋଉଟା ଗୋଟେ ପଏଣ୍ଟିଂ ଡିଭାଇସ ଏବଂ ଯାହା ମାଧ୍ୟମରେ ଆମେ ମାନେ କିଛି କିଛି ଲେଖିପାରିବା ସେଇ ଡିଭାଇସ ମାଧ୍ୟମରେ। ତ ଅପସନ ଅଛି କଣ ମାଉସ, ସ୍କାନର, ପ୍ରିଣ୍ଟର, ସିଡି ରୋମ୍, କିବୋର୍ଡ। ତ ସଠିକ ଆନ୍ସର କଣ ହବ ଆମର ଅପସନ ଏ, ଯୋଉଟା କି ମାଉସ ହେଲା। ମାଉସ ଗୋଟେ ପଏଣ୍ଟିଂ ଡିଭାଇସ ଏବଂ ତା ମାଧ୍ୟମରେ ଆମେ ମାନେ ମଧ୍ୟ ଡ୍ର କରିପାରିବା କିଛି କିଛି ଡାଇଗ୍ରାମ ହେଲା। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି କିବୋର୍ଡ ଆଣ୍ଡ ଡ୍ୟାଶ ଆର୍ ଦ ଏକ୍ସାମ୍ପଲ ଅଫ ଇନପୁଟ ଡିଭାଇସ। କିବୋର୍ଡ ଗୋଟେ ଇନପୁଟ ଡିଭାଇସ ଏବଂ ଆଉ ଯୋଉ ପାଞ୍ଚଟା ଅପସନ ଅଛି ତାଙ୍କ ମଧ୍ୟରୁ କୋଉଟା ଗୋଟେ ଇନପୁଟ ଡିଭାଇସ ଅଟେ। ତ ଅପସନ ଅଛି ମନିଟର, ମଡେମ, ପ୍ରିଣ୍ଟର, ମାଉସ, ସିପିୟୁ। ସଠିକ ଆନ୍ସର କଣ ହବ, ଯୋଉଟା କି ସଠିକ ଆନ୍ସର ହବ ଅପସନ ସି, ଯୋଉଟା କି ପ୍ରିଣ୍ଟର ଦେଖନ୍ତୁ ଗୋଟେ ଆଉଟପୁଟ ଡିଭାଇସ, ମନିଟର ମଧ୍ୟ ଗୋଟେ ଆଉଟପୁଟ, ଆଉ ସିପିୟୁ ଟା ତ ଆମର କଣ ସେ ତାର ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ। ମାଉସ ହେଉଛି ଗୋଟେ କଣ ନା ଗୋଟେ ଇନପୁଟ ଡିଭାଇସ, କିନ୍ତୁ ମଡେମ ହେଇଯିବ ଆମର ଗୋଟେ କଣ ନା ଇନପୁଟ ହେଇପାରିବ ତା ସହିତ ଆଉଟପୁଟ ମଧ୍ୟ ହବ, କାହିଁକିନା ସେ ଆନାଲଗ କୁ ଡିଜିଟାଲ କରେ ଏବଂ ଡିଜିଟାଲ କୁ ମଧ୍ୟ ସେ ଆନାଲଗ କରେ ହେଲା। ଏଠି ଯେହେତୁ ଆପଣମାନଙ୍କୁ ପଚାରିଥିଲା କେବଳ ଇନପୁଟ ଡିଭାଇସ, ତ ସେଥିପାଇଁ ଆମର ଅପସନ ଡି ହେଇଯିବ ସଠିକ ଆନ୍ସର ହେଲା, ମାଉସ। ତ ପରବର୍ତ୍ତୀ ଆମେ କ୍ୱେଶ୍ଚନ କୁ ଯିବା, କହିଛି ହୁଇଚ ଇଜ ବେଷ୍ଟ ପୋଜିସନ ଫର ଅପରେଟିଂ ଦ ମାଉସ। ଆମେ ମାନେ ମାଉସ କୁ କୋଉ ଭଳି ଭାବରେ ଅପରେଟିଂ କରିବା। ତ ଅପସନ ଅଛି ଟେଲ ଆୱେ ଫ୍ରମ ଦ ୟୁଜର, ଟେଲ ଟୁୱାର୍ଡସ ଦ ୟୁଜର ନା ଟେଲ ଫେସିଂ ଦ ରାଇଟ ନା ଟେଲ ଫେସିଂ ଦ ଲେଫ୍ଟ, ଆମର ନନ୍ ଅଫ ଦ ଏଭବ। ତ ସଠିକ ଆନ୍ସର କଣ ହବ, ଯୋଉଟା କି ସଠିକ ଆନ୍ସର ହବ ଟେଲ ଟୁୱାର୍ଡସ ଦ ୟୁଜର ହେଲା। ମାନେ ମାଉସ ର ପଛପଟ ଆମ ଆଡକୁ ସେ ରହିବ ଆଉ ଆଗ ପଟଟା କମ୍ପ୍ୟୁଟର ଆଡକୁ ରହିବ ହେଲା। ତ ଅପସନ ବି ହେଇଯିବ ସଠିକ ଆନ୍ସର। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ହୁଇଚ ବଟମ ଇଜ କଲ୍ଡ ଆଜ ମିଡଲ ବଟମ ୟୁଜ ଆଜ ଥାର୍ଡ ମାଉସ ବଟମ ବାଇ ପ୍ରେସିଂ ଅନ୍ ଇଟ୍ ହେଲା। ଆମେ ମାନେ ମାଉସ ର ଥାର୍ଡ ବଟମ ବୋଲି କାହାକୁ କହିଥାନ୍ତି। ତ ଅପସନ ଅଛି ରାଇଟ ବଟମ, ସ୍କ୍ରୋଲ ହୁଇଲ, ଟଚ ବାର, ଲାଇଟ ବାର, ଲେଫ୍ଟ ବଟମ। ଯୋଉଟା କି ସଠିକ ଆନ୍ସର କଣ ହବ ନା ସ୍କ୍ରୋଲ ହୁଇଲ।
ହେଲା। ଲେଫ୍ଟ ଗୋଟେ ସୁଇଚ୍ ଅଛି ଏବଂ ରାଇଟ୍ ରେ ଗୋଟେ ଅଛି ଆଉ ମଝିରେ ଗୋଟେ ଗୋଲିଆଟେ ଅଛି ହେଲା। ତାକୁ ଆମେ କହିଥାନ୍ତି ସ୍କ୍ରୋଲ ହୁଇଲ୍ ହେଲା। ସେଟା ଆମେ ଘୁରେଇବା ଦ୍ୱାରା ଆମେ ଡକ୍ୟୁମେଣ୍ଟ ହଉ କି ଆମର ଯାହା ବି ସବୁ ଥିବ ଫାଇଲ ତାକୁ ଆମେ ମାନେ ସ୍କ୍ରୋଲ କରିପାରିବା ହେଲା। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି which of these a ପଏଣ୍ଟିଂ ଆଣ୍ଡ ଡ୍ର ଡିଭାଇସ୍ ହେଲା। ପାଞ୍ଚଟାଙ୍କ ଅପସନ ମଧ୍ୟରୁ କୋଉଟା ଗୋଟେ ପଏଣ୍ଟିଂ ଏବଂ ତା ସହିତ ଡ୍ର ଡିଭାଇସ୍ ଯୋଉଟା କି ଆପଣମାନଙ୍କୁ ମୁଁ ଏବେ କହିକି ଆସିଲି। ତା ଆପଣମାନେ ମୋତେ କମେଣ୍ଟରେ ଜଣେଇବେ। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। କହିଛି ଟ୍ରାକ୍ ବଲ୍ ଇଜ୍ ଆନ୍ ଏକ୍ସାମ୍ପଲ ଅଫ୍ ଆନ୍ ଡ୍ୟାସ୍ ହେଲା। ତ ଟ୍ରାକ୍ ବଲ୍ ଗୋଟେ କୋଉ ଟାଇପର ଡିଭାଇସ୍ ଅଟେ ଯୋଉଟା କି ଆପଣମାନଙ୍କୁ ମୁଁ ପିକ୍ଚର ମାଧ୍ୟମରେ ଦେଖେଇ ଦେଇଛି ହେଲା। ତ ଅପସନ ଅଛି ପ୍ରୋଗ୍ରାମିଂ ଡିଭାଇସ୍, ପଏଣ୍ଟିଂ ଡିଭାଇସ୍, ଆଉଟପୁଟ୍ ଡିଭାଇସ୍, ସଫ୍ଟୱେୟାର ଡିଭାଇସ୍ ନା ପ୍ରିଣ୍ଟିଂ ଡିଭାଇସ୍। ତ ଟ୍ରାକ୍ ବଲ୍ ଗୋଟେ କୋଉ ଟାଇପର ଡିଭାଇସ୍ ଅଟେ ଯୋଉଟା କି ସଠିକ ଆନ୍ସର ହବ କଣ ନା ଗୋଟେ ପଏଣ୍ଟିଂ ଡିଭାଇସ୍ ହେଲା, ଯାହା ମାଧ୍ୟମରେ ଆମେ ମାନେ ସ୍କ୍ରିନ ଉପରେ କିଛି ନା କିଛି ପଏଣ୍ଟିଂ କରିପାରିବା। ଓକେ, ତ ଅପସନ ବି ହେଇଯିବ ସଠିକ ଆନ୍ସର। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ଏ ଜୟଷ୍ଟିକ୍ ଇଜ୍ ପ୍ରାଇମେରିଲି ୟୁଜ୍ଡ ଟୁ ହେଲା। ଆମେ ମାନେ ଜୟଷ୍ଟିକ୍ କଣ ପାଇଁ ୟୁଜ୍ କରିଥାନ୍ତି? ତ ଅପସନ ଅଛି କଣ୍ଟ୍ରୋଲ ସାଉଣ୍ଡ ଅନ୍ ଦ ସ୍କ୍ରିନ୍ ନା କମ୍ପ୍ୟୁଟର ଗେମିଂ ନା ଅପସନ ସି ଏଣ୍ଟର ଟେକ୍ସଟ, ଅପସନ ଡି ଡ୍ର ପିକ୍ଚର୍ସ ନା ଅପସନ ଏ ପ୍ରିଣ୍ଟ ଟେକ୍ସଟ। ଆମେ ମାନେ ଜୟଷ୍ଟିକ୍ କଣ ପାଇଁ ୟୁଜ୍ କରିଥାନ୍ତି? କଣ ପାଇଁ କରିଥାନ୍ତି? ଆମେ ଯେତେବେଳେ ଦେଖିବେ ଗେମିଂ ଯୋଉ ଗେମର ମାନେ ଥାନ୍ତି ସେମାନେ ଗେମ୍ ଖେଳିଲା ବେଳେ ସେମାନେ ଜୟଷ୍ଟିକ୍ ୟୁଜ୍ କରିଥାନ୍ତି ହେଲା, ଗେମକୁ ଠିକ ଭାବରେ ଖେଳିବା ପାଇଁ। ତ ଅପସନ ବି ହେଇଯିବ ସଠିକ ଆନ୍ସର ହେଲା, କମ୍ପ୍ୟୁଟର ଗେମିଂ। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ଜୟଷ୍ଟିକ୍ ଆଲାଉଜ ମୁଭମେଣ୍ଟସ୍ ଇନ୍ ହୁଇଚ୍ ଆଙ୍ଗେଲ, ମାନେ ଆମର ଜୟଷ୍ଟିକ୍ ଟା ଯୋଉ ମୁଭମେଣ୍ଟ କରେ କେତେ ଡିଗ୍ରୀ ଆଙ୍ଗେଲରେ ସେ ମୁଭମେଣ୍ଟ କରିପାରିବ? ତ ଅପସନ ଅଛି 30 ଡିଗ୍ରୀ, 60 ଡିଗ୍ରୀ, 90 ଡିଗ୍ରୀ ନା 360 ଡିଗ୍ରୀ। ଯୋଉଟା କି ସଠିକ ଆନ୍ସର କଣ ହବ ନା ଅପସନ ଇ ଯୋଉଟା କି ଆମର 360 ଡିଗ୍ରୀ ହେଲା, 360 ଡିଗ୍ରୀରେ ସେ ମୁଭମେଣ୍ଟ କରିପାରିବ ହେଲା। ତ ପରବର୍ତ୍ତୀ ଆମେ କ୍ୱେଶ୍ଚନକୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କହିଛି ଏ ଡିଭାଇସ୍ ହୁଇଚ୍ ଇଜ୍ ୟୁଜ୍ଡ ଫର୍ ମେକିଂ ଡ୍ରଇଂ, ଗ୍ରାଫିକ୍ସ ଆଣ୍ଡ ଫର୍ ମେନୁ ସିଲେକ୍ସନ। ଆମେ ମାନେ କୋଉ ଡିଭାଇସ୍ ମାଧ୍ୟମରେ ଆମେ ମାନେ ଡ୍ରଇଂ କରିପାରନ୍ତି, ଗ୍ରାଫିକ୍ସ ମଧ୍ୟ କରିପାରନ୍ତି ଏବଂ ତା ସହିତ ମେନୁ ମଧ୍ୟ ସିଲେକ୍ସନ କରିପାରନ୍ତି। କାହା ମାଧ୍ୟମରେ? ତ ଅପସନ ଅଛି କିବୋର୍ଡ, ମାଉସ, ଟଚ୍ ସ୍କ୍ରିନ୍, ଲାଇଟ୍ ପେନ୍। କୁହନ୍ତୁ ମତେ କାହା ମାଧ୍ୟମରେ ଆମେ ଡ୍ରଇଂ କରିପାରିବା, ଗ୍ରାଫିକ କରିପାରିବା ଏବଂ ତା ସହିତ ମେନୁ ମଧ୍ୟ ସିଲେକ୍ସନ କରିପାରିବା? ଯୋଉଟା କି ସଠିକ ଆନ୍ସର ହବ ଲାଇଟ୍ ପେନ୍। ଓକେ, ତ ଅପସନ ଡି ୱିଲ୍ ବି ରାଇଟ୍ ଆନ୍ସର। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ଡ୍ୟାଶ ଇଜ ଜେନେରାଲି ୟୁଜ୍ଡ ଇନ୍ ଆପ୍ଲିକେସନ୍ସ ଲାଇକ୍ ଏଟିଏମ୍, ହସ୍ପିଟାଲ୍ସ, ଏୟାରଲାଇନ୍, ରିଜର୍ଭେସନ। ଆମେ ମାନେ କୋଉ ଚାରିଟାଙ୍କ ଅପସନ ମଧ୍ୟରୁ କୋଉ ଡିଭାଇସ୍ କୁ ଆମେ ମାନେ ଏଟିଏମ୍ ରେ, ହସ୍ପିଟାଲରେ, ଏୟାରଲାଇନ୍ ରିଜର୍ଭେସନ ସମୟରେ ଆମେ ତାକୁ ୟୁଜ୍ କରିଥାନ୍ତି ବା କୋଉ ଆପ୍ଲିକେସନକୁ ୟୁଜ୍ କରିଥାନ୍ତି? ନା ଆପ୍ଲିକେସନରେ ଯାହା ବି କିଛି ମାନେ ଥାଏ ସେ ଆପ୍ଲିକେସନ ଗୁଡା କାହା ମାଧ୍ୟମରେ ସବୁ ଏଟିଏମ୍ ରେ ହେଲା, ହସ୍ପିଟାଲ ହେଲା, ଏୟାରଲାଇନ୍ ଗୁଡା ହେଲା, ସେଥିରେ ସବୁ ୟୁଜ୍ କରାଯାଇଥାଏ। ତ ଅପସନ ଅଛି ଲାଇଟ୍ ପେନ୍ ନା ଟଚ୍ ସ୍କ୍ରିନ୍, ଜୟଷ୍ଟିକ୍ ନା ଟ୍ରାକ୍ ବଲ୍। ଯୋଉଟା କି ସଠିକ ଆନ୍ସର ହବ ଆମେ ମାନେ ସବୁ ଏଟିଏମ୍ ରେ ହେଲା, ହସ୍ପିଟାଲ ହେଲା, ଏୟାରଲାଇନ୍ ହେଲା, ସବୁଥିରେ ଆମେ ଟଚ୍ ସ୍କ୍ରିନ୍ କୁ ଆମେ ମାନେ ୟୁଜ୍ କରିଥାନ୍ତି ହେଲା। ଅପସନ ବି ହେଇଯିବ ସଠିକ ଆନ୍ସର। ପରବର୍ତ୍ତୀ କ୍ୱେଶ୍ଚନ କହିଛି ଦ ପାଟର୍ନ ଅଫ୍ ପ୍ରିଣ୍ଟେଡ୍ ଲାଇନ୍ସ ଅନ୍ ଦ ମୋଷ୍ଟ ପ୍ରଡକ୍ଟ ଆର୍ କଲ୍ଡ। ଆପଣ ମାନେ ଯାହା ବି କିଛି ଜିନିଷ ପତ୍ର କିଣନ୍ତୁ ସେଥିରେ ଗୋଟେ କଣ ଏମିତି ଗାର ଗାର ପଡିଥାଏ ଏବଂ ଗୋଟେ ଗୋଟେ ନମ୍ବର ଲେଖା ଯାଇଥାଏ, ଯୋଉଟା କି ଆପଣ ମାନେ ପିକ୍ଚର ମାଧ୍ୟମରେ ଦେଖିପାରୁଥିବେ। ତ ଆକୁ ଆମେ କଣ କହିଥାନ୍ତି? ତ ଅପସନ ଅଛି ପ୍ରାଇସେସ୍, ଓସିଆର, ସ୍କାନର୍ସ, ବାରକୋଡ ନା ନନ୍ ଅଫ୍ ଦ ଏଭବ। ତ ସଠିକ ଆନ୍ସର କଣ ହବ? ଯୋଉଟା କି ସଠିକ ଆନ୍ସର ହବ ଅପସନ ଡି, ଯୋଉଟା କି ବାରକୋଡ। ଆପଣମାନେ ଯାହା ବି ଜିନିଷ କିଣନ୍ତୁ ସବୁ ଜିନିଷରେ ଗୋଟେ ଗୋଟେ ବାରକୋଡ ରହିଥାଏ ହେଲା, ଯୋଉଟା ଆମେ କହିଥାନ୍ତି ବାରକୋଡ। ବାରକୋଡ କୁ ଯିଏ ରିଡ୍ କରେ ତାକୁ ଆମେ କହିଥାନ୍ତି ବାରକୋଡ ରିଡର। ଯୋଉଟା କି ଆମର ସବୁ ସୋରୁମ ମାନଙ୍କରେ ସବୁ ମାନେ ଯୋଉ ଗେଟ୍ କତିରେ ସବୁ ମାନେ ଯୋଉ ଯେତେବେଳେ ବିଲ୍ କରା ହୁଏ ସେଠି ସବୁ ସେମାନେ ସ୍କାନ କରନ୍ତି ହେଲା, ବାରକୋଡ ରିଡର ମାଧ୍ୟମରେ ହେଲା। ତ ପରବର୍ତ୍ତୀ କ୍ୱେଶ୍ଚନ କୁ ଯିବା। କହିଛି ଆନ୍ ଅପ୍ଟିକାଲ ଇନପୁଟ ଡିଭାଇସ୍ ଦ୍ୟାଟ ଇଣ୍ଟରପ୍ରିଟ୍ସ pencil mark on paper media is।
ଆମର କୋଉ ଅପ୍ଟିକାଲ ଇନପୁଟ ଡିଭାଇସ୍ ଯୋଉଟା କିଛି କି କଣ କରେ ନା ଆମର ପେନସିଲ ମାର୍କ ଏବଂ ପେପର ମିଡିଆକୁ ସେ ରେକଗ୍ନାଇଜ କରେ। ତ ଅପସନ ଅଛି OMR, ପଞ୍ଚ କାର୍ଡ ରିଡର, ଅପ୍ଟିକାଲ ସ୍କାନର, ମ୍ୟାଗ୍ନେଟିକ ଟେପ୍, ଷ୍ଟାଇଲସ୍। ତ କଣ ହବ ନା ଆମର ଅପସନ ଏ ଯୋଉଟା କି ଅପ୍ଟିକାଲ ମାର୍କ ରିଡର, ଯିଏକି ଆମର କଣ କରେ ଆମର ଯୋଉଟା ଆମେ ପେନସିଲ ଗୋଲ ବୁଲେଇଥାନ୍ତି ବା ପେପର ଉପରେ ଯୋଉ କରିଥାନ୍ତି ସେଟାକୁ ସେ ରେକଗ୍ନାଇଜ କରେ ହେଲା। ଅପସନ ଏ ହେଇଯିବ ସଠିକ ଆନ୍ସର। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ଦ OCR ଇଜ ୟୁଜଡ ଫର ପ୍ରିପାରେସନ ଅଫ, ମାନେ OCR କୁ ଆମେ ମାନେ ଯୋଉ ୟୁଜ କରନ୍ତି କାହାର ପ୍ରିପାରେସନ ପାଇଁ ଆମେ ମାନେ ୟୁଜ କରିଥାନ୍ତି। OCR ର ଫୁଲ ଫର୍ମ କଣ? ଫାଷ୍ଟ କୁହନ୍ତୁ। ଅପ୍ଟିକାଲ କ୍ୟାରେକ୍ଟର ରେକଗ୍ନିସନ। ଓକେ, ତ ମତେ କୁହନ୍ତୁ ଆମର କାହାର ପ୍ରିପାରେସନ ରେ ଆମେ ମାନେ OCR କୁ ୟୁଜ କରିଥାନ୍ତି। ତ ଅପସନ ଅଛି ଇଲେକ୍ଟ୍ରିସିଟି ବିଲ୍ସ, ଇନ୍ସୁରାନ୍ସ ପ୍ରିମିୟମ, ଟେଲିଫୋନ ବିଲ୍ସ, ଅଲ୍ ଅଫ ଦ ଏଭବ ନା ନନ୍ ଅଫ ଦ ଏଭବ। ଯୋଉଟା କି OCR କୁ ଆମେ କଣ ପାଇଁ ୟୁଜ କରନ୍ତି? ଆମର ଅପସନ ଏ ଯୋଉଟା କି ଇଲେକ୍ଟ୍ରିକ ବିଲ୍ ହେଲା, ତାପରେ ଆସିଲା ଇନ୍ସୁରାନ୍ସ ପ୍ରିମିୟମ ହେଲା, ଟେଲିଫୋନ ବିଲ୍ ହେଲା, ସବୁ ମାନେ କିଛି ମାନେ ପ୍ରିପାରେସନ କରିବା ପାଇଁ ଆମେ ମାନେ OCR କୁ ୟୁଜ କରିଥାନ୍ତି ହେଲା। ପରବର୍ତ୍ତୀ କ୍ୱେଶ୍ଚନ କହିଛି ଦ OCR ରେକଗ୍ନାଇଜେସ୍ ଦ ଡ୍ୟାଶ ଅଫ ଦ କ୍ୟାରେକ୍ଟର ୱିଥ ଦ ହେଲ୍ପ ଅଫ ଲାଇଟ ସୋର୍ସ ହେଲା। ମାନେ ସେ କହିଛି କି OCR ଗୋଟେ କ୍ୟାରେକ୍ଟର କାହାକୁ ସେ ରେକଗ୍ନାଇଜ କରେ, କାହା ମାଧ୍ୟମରେ ନା ଆମର ଲାଇଟ ସୋର୍ସ ମାଧ୍ୟମରେ। ତ ଅପସନ ଅଛି ସାଇଜ, ସେପ୍, କଲର, ୟୁଜ୍ଡ ଇଙ୍କ ନା ନନ୍ ଅଫ ଦ ଏଭବ। ଯୋଉଟା କି ସଠିକ ଆନ୍ସର ହବ ଗୋଟେ ସେପ୍। ତ ଅପସନ ବି ହେଇଯିବ ସଠିକ ଆନ୍ସର ଯୋଉଟା କି ସେପ୍। ଓକେ, ମାନେ ଲାଇଟ ସୋର୍ସ ମାଧ୍ୟମରେ ଗୋଟେ କ୍ୟାରେକ୍ଟର ସେପ୍ କୁ OCR ରେକଗ୍ନାଇଜ କରେ। ଓକେ, ତ ଅପସନ ବି ହେଇଯିବ ସଠିକ ଆନ୍ସର। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ଲାର୍ଜ ଆମାଉଣ୍ଟ ଅଫ ଚେକ୍ ଆର୍ ପ୍ରୋସେସଡ ବାଇ ୟୁଜିଂ, ମାନେ ଆମର ଯେତେବେଳେ ବ୍ୟାଙ୍କ ମାନଙ୍କରେ ସବୁ ଲାର୍ଜ ଆମାଉଣ୍ଟ ଅଫ ମାନେ ଚେକ୍ ଆସେ ତ ସେ ଚେକ୍ ଟା କାହା ମାଧ୍ୟମରେ ପ୍ରୋସେସ ହୋଇଥାଏ। ତ ଅପସନ ଅଛି OCR, ତାପରେ ଅପସନ ଅଛି MICR, ତାପରେ ଅଛି OMR ନା ଅଲ୍ ଅଫ ଦ ଏଭବ। ମତେ କୁହନ୍ତୁ କାହା ମାଧ୍ୟମରେ ଚେକ୍ ଗୁଡା ସବୁ ପ୍ରୋସେସଡ ହୋଇଥାଏ। ଯୋଉଟା କି ସଠିକ ଆନ୍ସର ହବ ଆମର ଅପସନ ବି MICR ହେଲା, ମ୍ୟାଗ୍ନେଟିକ ଇଙ୍କ କ୍ୟାରେକ୍ଟର ରେକଗ୍ନିସନ। ଓକେ, ତ ଅପସନ ବି ହେଇଯିବ ସଠିକ ଆନ୍ସର। ଓକେ,